ହ୍ୟାଲୋ ଫ୍ରେଣ୍ଡସ୍, ମୋର ଛୋଟ ମିନି ବ୍ଲଗ୍ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। ବହୁତ ଦିନ ପରେ ଆମେ ହଜବେଣ୍ଡ ୱାଇଫ୍ ଅଲାରନାଥଙ୍କ ଦର୍ଶନ କରିବା ପାଇଁ ବାହାରି ପଡ଼ିଲୁ। ବର୍ଷା ପାଗକୁ ଭୋକ ବି ଟିକେ ଟିକେ ଲାଗୁଥିଲା, ତେଣୁକରି ରାସ୍ତାରେ ଅଟକି ଯାଇଥିଲୁ ଦୋସା ଖାଇବା ପାଇଁ। ଦୋସା ଖାଇସାରି ଲେମ୍ବୁ ସରବତ ପିଇ ବହୁତ ଫ୍ରେଶନେସ୍ ଲାଗିଥିଲା। ତାପରେ ଆମେ ଗନ୍ତବ୍ୟସ୍ଥଳକୁ ବାହାରି ପଡ଼ିଥିଲୁ। ଅଧା ରାସ୍ତାରେ ବର୍ଷା ଯୋଗୁଁ ଅଧଘଣ୍ଟା ଆମକୁ ରାସ୍ତାରେ ଅପେକ୍ଷା କରିବାକୁ ପଡ଼ିଥିଲା। ବର୍ଷା ଛାଡ଼ିବା ପରେ ଆମେ ପହଞ୍ଚି ଯାଇଥିଲୁ ପ୍ରଭୁ ଶ୍ରୀ ଅଲାରନାଥଙ୍କ ମନ୍ଦିର ପାଖରେ ପହଞ୍ଚିଗଲୁ। ସେଠାରେ ଜଣେ ପୁରୁଣା ବନ୍ଧୁଙ୍କ ସହ ଦେଖା ହେଲା। ତାଙ୍କୁ ଦେଖି ବହୁତ ଖୁସି ଲାଗିଲା। ତାପରେ ଆମେ ମନ୍ଦିର ବେଢ଼ା ପରିକ୍ରମା କରିସାରିଲା ପରେ ଆମେ ଭଗବାନଙ୍କ ଦର୍ଶନରେ ବାହାରି ପଡ଼ିଲୁ। ଭଗବାନଙ୍କ ପାଇଁ ଆମେ ତୁଳସୀ ଫୁଲ କିଣିଦେଲୁ। ଦର୍ଶନ କରିସାରି ଆସିଲୁ। ଭଗବାନଙ୍କ ପାଖରେ ଭୋଗ ବି ପ୍ରସାଦ ପାଇଗଲୁ। ତାପରେ ଆମେ ମନ୍ଦିର ପାଶରେ ଥିବା ଦେବାଦେବୀଙ୍କୁ ବି ଦର୍ଶନ କରିଦେଲୁ। ତାପରେ ଆମେ ବାହାରି ପଡ଼ିଲୁ ଘର ଅଭିମୁଖେ। ଘର ପାଇଁ ବି କିଛି ବାନ୍ଧି ଦେଇଥିଲୁ। ପ୍ରଭୁଙ୍କ ପାଖରେ ଭୋଗ ହୋଇଥିବା କଦଳୀ ଏବଂ କ୍ଷୀରି। ଆମେ ବି କ୍ଷୀରି ଟିକେ ଟେଷ୍ଟ କରିଦେଲୁ। କ୍ଷୀରିଟା ପିଇଥିଲା ବେଳେ ବହୁତ ଶାନ୍ତି ଲାଗୁଥିଲା, ଯେମିତି ଜଣାପଡ଼ୁଥିଲା ପ୍ରଭୁଙ୍କ ଆଶୀର୍ବାଦ ଏବଂ ଭକ୍ତି ଥିଲା। ବହୁତ ଟେଷ୍ଟି ଲାଗୁଥିଲା। ତାପରେ ଆମେ ମନ୍ଦିର ପାଖରେ କିଛି ସମୟ ବୁଲାବୁଲି କରିସାରିଲା ପରେ କିଛି ଫଟୋ ଭିଡ଼ିଓ କରିଦେଲୁ। ଏଇଠି ମୋ ମିନି ବ୍ଲଗ୍ଟା ସରୁଛି। ଜୟ ଜଗନ୍ନାଥ। ଦେଖା ହେବ ନେକ୍ସଟ ବ୍ଲଗ୍ରେ। ଟାଟା, ବାଏ ବାଏ, ଲଭ୍ ୟୁ ଅଲ୍।